जय जगन्नाथ। केमती अछंती समस्ते? आशा करूची प्रभु श्री जगन्नाथଙ୍କ कृपाରୁ ସମସ୍ତେ ଭଲରେ ଥିବେ। ମୁଁ ରୂପାରାଣୀ ତୁମର ବଡ଼ ଭଉଣୀ ସ୍ୱାଗତ କରୁଛି ଏମଆଇଏଲ୍ ନେକ୍ସଟ ଜେନ୍ କ୍ଲାସକୁ। ଆମେ ପଢୁଥିଲେ ଭାରତ ଭାବନା କବିତା, ଯାହାକି ଦ୍ୱାଦଶ ଶ୍ରେଣୀ ବାଧ୍ୟତାମୂଳକ ଓଡ଼ିଆ ସାହିତ୍ୟ ଯେତି ବହିରେ ନୂତନ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି। ଏବଂ ସେହି କବିତାଟିର କବି ହେଉଛନ୍ତି ବ୍ରହ୍ମଜ୍ଞ କବି, ଋଷି ପ୍ରତିମ କବି, ଭକ୍ତ କବି ମଧୁସୂଦନ ରାଓ। ଏବଂ ଏହି ଭାରତ ଭାବନା ଲେଖାଟି କବିଙ୍କର କୁସୁମାଞ୍ଜଳି ଲେଖାରୁ ଆନିତ। ଆମେ ଏହାର ପ୍ରଥମ ଭାଗ ଆଲୋଚନା କରିଥିଲେ। ଆଜି ଆମେ ଦ୍ୱିତୀୟ ଭାଗ ଆଲୋଚନା କରିବା। ଆମେ ପଞ୍ଚମ ପଦ ପର୍ଯ୍ୟନ୍ତ ପଢ଼ିଥିଲେ। ଆମ ଦେଶକୁ ଶୌର୍ଯ୍ୟ ବୀର୍ଯ୍ୟରେ ମଣ୍ଡିତ କରିଥିବା ସେହି ବୀର ପ୍ରସବିନୀ ବୀର ସୀମନ୍ତିନୀ ମାନଙ୍କ କଥା, ଯେଉଁମାନେ କି କିଏ ଋଷିଙ୍କର କନ୍ୟା ତ ପୁଣି କିଏ ଋଷିଙ୍କର ପତ୍ନୀ, ପୁଣି କିଏ ଦିବ୍ୟ ତେଜମୟୀ ଥିଲେ। ଆଜି ଆମେ ଷଷ୍ଠ ପଦକୁ ଆଲୋଚନା କରିବା। କାହିଁ ସେ ଅଯୋଧ୍ୟା ଧନ୍ୟା ଯଧେନ୍ଦ୍ର ଜନନୀ, କ୍ଷାତ୍ର ତେଜ ଭାନୁ ଯହିଁ ଉଇଁଲା ପहिले, ହିମଜ୍ଜଳ ହିମାଚଳ ଶିରେ ଦିନମଣି, ହେମରଶ୍ମି ବିଞ୍ଚେ ଯଥା ନିଶା ପ୍ରଭାତିଲେ। କାହିଁ ସେହି ଅଯୋଧ୍ୟା ଧାମ, ଯାହାକି ସାରା ବିଶ୍ୱରେ ସୁପରିଚିତ, ସେହି ପୁଣ୍ୟା ଧନ୍ୟା ଅଯୋଧ୍ୟା ଭୂମି ଯଧେନ୍ଦ୍ର ଜନନୀ, ଅଯୋଧ୍ୟାର ବୀର ପୁରୁଷ ମହାପୁରୁଷ ପ୍ରଭୁ ଶ୍ରୀରାମଙ୍କର ଜନନୀ ମା କୌଶଲ୍ୟା, ମା ସୁମିତ୍ରା, ମା କୈକେୟୀଙ୍କ କଥା ଏଠାରେ କୁହାଯାଇଛି। ଜନନୀ ମାନଙ୍କ କଥା ଏଠାରେ କୁହାଯାଇଛି। କ୍ଷାତ୍ର ତେଜ ଭାନୁ ଯହିଁ ଉଇଲା ପहिले, ସେହି ସୂର୍ଯ୍ୟବଂଶୀ ସୂର୍ଯ୍ୟ ହିମଜ୍ଜଳ ଅର୍ଥାତ୍ ହିମାଦ୍ରି ବା ହିମାଳୟ ପର୍ବତର ଶିରକୁ ଉଜ୍ଜଳ କରୁଥିବା ସେହି ଦିନମଣି ସୂର୍ଯ୍ୟ, ହେମରଶ୍ମି ବିଞ୍ଚେ ଯଥା ନିଶା ପ୍ରଭାତିଲେ। ହେମରଶ୍ମି ଅର୍ଥାତ୍ ତାଙ୍କର ଯେଉଁ ସୁନ୍ଦର ରଶ୍ମି, ନିଶା ଅର୍ଥାତ୍ ରାତ୍ରି, ରାତ୍ରି ବିତିଗଲେ ସେ ତାଙ୍କର ସୁନ୍ଦର ସୁନେଲି କିରଣ ସେହି ହିମାଚଳ ଶିରରେ ପକାଇଥାନ୍ତି। ସେ ସୂର୍ଯ୍ୟ ପ୍ରଭବ ବଂଶ ବା କେଉଁଠାରେ, ଯାର କୀର୍ତ୍ତି ମହାଗୀତ ଆଦି ମହାକବି ଗାଇଲେ ଅମୃତ କଣ୍ଠେ, ପବିତ୍ର ଝଙ୍କାରେ ବୀରତ୍ୱର ସତୀତ୍ୱର ସେ ଅତୁଲ୍ୟ ଛବି, ଚିତ୍ରୀ ରାମାୟଣାକାରେ ତପୋଧନ ଅର୍ପିଲ ସଂସାରେ। ସେହି ସୂର୍ଯ୍ୟବଂଶର ବିଶାଳ କୀର୍ତ୍ତିକୁ ମହାଗୀତରେ ପରିଣତ କରି, ମହାନ ଗୀତରେ ପରିଣତ କରି ଆଦି ମହାକବି ଋଷି ବାଲ୍ମୀକି ଗାଇଲେ ଅମୃତ କଣ୍ଠେ ପବିତ୍ର ଝଙ୍କାରେ, ଅମୃତ କଣ୍ଠେ ରାମାୟଣ ଗାନ କଲେ। ସେହି କାହାଣୀ ଯାହାକି ବୀରତ୍ୱର ପ୍ରମାଣ ଦେଇଥାଏ, ସତୀତ୍ୱର ପ୍ରମାଣ ଦେଇଥାଏ, ସେହି ବୀରତ୍ୱର ସତୀତ୍ୱର ଅତୁଲ୍ୟ ଛବିକୁ ସେହି ରାମାୟଣ ମହାନ ଗ୍ରନ୍ଥ ରାମାୟଣରେ ସେ ଚିତ୍ରିତ କରି ସେହି ତପୋଧନକୁ ଏ ସଂସାରକୁ ଅର୍ପଣ କରିଛନ୍ତି ସେହି ମହାନ ଋଷି ବାଲ୍ମୀକି। ସପ୍ତମ ପଦ ଆଲୋଚନା କରିବା। ଭାରତ ହୃଦ କସ୍ତୁଭ କୌରବ ଗୌରବ, କାହିଁ ସେହି ଇନ୍ଦ୍ରପ୍ରସ୍ଥ କାହିଁ ବା ହସ୍ତିନା, ଯାହାର ମୋହନ ଛବି ନୟନ ଦୁର୍ଲଭ, ହୃଦ ଦର୍ପଣେ ଧରି ଆଦରେ ଯମୁନା, ଅବିରତ ନୃତ୍ୟ ରତ ଥିଲୁ କଲ୍ଲୋଳିନୀ। ଯମୁନା ନଦୀ କଥା ଏଠାରେ କୁହାଯାଇଛି। ସେହି କୌରବ ଗୌରବ ଯମୁନା ନଦୀ କାହିଁ ଗଲା ସେହି ଇନ୍ଦ୍ରପ୍ରସ୍ଥ ବା ହସ୍ତିନାପୁର, ଯାହାର ମୋହନ ଛବି ଅତି ଦୁର୍ଲଭ, ହୃଦୟ ରୂପକ ଦର୍ପଣ ଧରି ଆଦରରେ ଯମୁନା, ଅବିରତ ନୃତ୍ୟ ରତ ଥିଲୁ କଲ୍ଲୋଳିନୀ। ହୃଦୟ ରୂପକ ଦର୍ପଣ ଧରି ଆଦରରେ ତୁ ଯମୁନା ନଦୀ, ଅବିରତ ନୃତ୍ୟରତ ଥିଲୁ ଆହା କଲ୍ଲୋଳିନୀ। ସୁନୀଳ ପ୍ରବାହ ତର ଆଜି ବହମାନ, ପୂରବେ ଯେପରି ବହୁଥିଲୁ ତରଙ୍ଗିଣୀ, କିନ୍ତୁ ଅବା ଅଦ୍ଭୁତ ବିଧିର ବିଧାନ, ତବ ଜଳ ବୁଦ୍ବୁଦ୍ ସମ ସେ ଐଶ୍ୱର୍ଯ୍ୟ ଲୁପ୍ତଲ ତଟିନୀ। ପୂର୍ବରୁ ତୁ ଅବିରତ ଭାବରେ ନୃତ୍ୟ କରି ବହି ଯାଉଥିଲୁ, ତୋର ସେହି ସୁନୀଳ ପ୍ରବାହ ଆଜି ମଧ୍ୟ ବହମାନ, ଆଜି ମଧ୍ୟ ବହୁଅଛି ସେହି ସୁନୀଳ ପ୍ରବାହ, କିନ୍ତୁ ଏ ବିଧିର ବିଧାନ ଅପୂର୍ବ। ପୂର୍ବରେ ତୁ ଯେପରି ବହୁଥିଲୁ ତରଙ୍ଗିଣୀ, ସେହିପରି ତ ଜଳ ବୁଦ୍ବୁଦ୍ ସମ ସେ ଐଶ୍ୱର୍ଯ୍ୟ ଆଜି ଲୁପ୍ତ ହୋଇଯାଇଛି ବୋଲି
कवि कहिसंती। अष्टम पद आलोचना करिबा। महाभारतर महागीत कथा भाड़ी विस्मय हृदय पूर्ण नुहई कहार। घर भैरव कुरुक्षेत्र रणस्थली विशाल जगते काहीं पटांतर तार। ଏହି ମହାଭାରତୀୟ ମଧୁରାଓଙ୍କ ଲେଖନୀରେ ଚଳଚଞ୍ଚଳ ହୋଇ ଉଠିଛି ଜାତି ପ୍ରେମର କଥା, ମାଟି ପ୍ରେମର କଥା। ମହାଭାରତର ସେହି ମହାଗୀତ କଥା ଭାବିଲେ ଆମ ହୃଦୟ ବିସ୍ମୟରେ ପୂର୍ଣ୍ଣ ହୋଇଯାଏ। ସେହି ଘର ଭୈରବ କୁରୁକ୍ଷେତ୍ର ରଣସ୍ଥଳୀ, ସେହି କୁରୁକ୍ଷେତ୍ରର ରଣସ୍ଥଳୀ ବିଶାଳ ଜଗତେ କାହିଁ ପଟାନ୍ତର ତାର। ଏ ବିଶାଳ ଜଗତରେ ତାର ପଟାନ୍ତର ନାହିଁ। ନାହିଁ ଦେଶ ରବି ତଳେ ଜହିଁ ଏକା ହବେ। ମହାରଥୀ ମହାବାବୁ ଏତେ ବୀରମଣି, ଦାବାନଳ କିଣି ତେଜେ ମାତିଲେ ଭୈରବେ। ପ୍ରତାପେ କମ୍ପିତ କରି ବିପୁଳ ଧରଣୀ, ମହାବାହୁ ଭୀଷ୍ମ ଦ୍ରୋଣ କର୍ଣ୍ଣ ଭୀମ ଅର୍ଜୁନ ଆର୍ଜୁନୀ। ନାହିଁ ଦେଶ ରବି ତଳେ, ଏହି ରବି ତଳେ ଅର୍ଥାତ୍ ଏହି ପୃଥିବୀରେ ଏପରି ଆଉ ଦେଶ ନାହିଁ, ଭାରତ ପରି ଆଉ ଦେଶ ନାହିଁ, ଯେଉଁଠାରେ କି ଏକା ହବେ ଗୋଟିଏ ଯଜ୍ଞରେ ମହାରଥୀ, କେତେ କେତେ ମହାରଥୀ, ପୁଣି କେତେ ମହାବାବୁ, କେତେ ବୀରମଣି। ଦାବାନଳ ଜିଣି ତେଜେ ମାତିଲେ ଭୈରବେ। କାଳା ନଳକୁ ଅତିକ୍ରମ କରି ଭୈରବ ଆରବରେ ମାତି ଉଠିଥିଲେ, ଯାହାଙ୍କର ପ୍ରତାପରେ ଏ ବିପୁଳ ଧରଣୀ ମଧ୍ୟ କମ୍ପି ଉଠିଥିଲା। ସେମାନେ ହେଉଛନ୍ତି ମହାବାହୁ ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଭୀମ, ଅର୍ଜୁନ ଏବଂ ଆର୍ଜୁନୀ। ମହାଭାରତର ଜଣେ ଜଣେ ବୀର ମହାରଥୀ। ନବମ ପଦ ଆଲୋଚନା କରିବା। ଅନ୍ୟାୟର ଅତ୍ୟାଚାରେ ଚିର ଜର୍ଜରିତ, ସର୍ବଥା ଜଡ଼ିତ କୁସଂସ୍କାର ଅନ୍ଧକାରେ ଥିଲା ଏ ଭାରତ ଭୂମି ଯୁଗାନ୍ତ ପୀଡ଼ିତ। ଅନ୍ୟାୟର ଅତ୍ୟାଚାରେ, ଅନ୍ୟାୟ ଅତ୍ୟାଚାରରେ ଚିର ଜର୍ଜରିତ ହୋଇ ସର୍ବଥା ଜଡ଼ିତ କୁସଂସ୍କାର ଅନ୍ଧକାରେ, ସର୍ବଦା କୁସଂସ୍କାର ରୂପକ ଅନ୍ଧକାରରେ ବୁଡ଼ି ରହିଥିଲା ଏହି ପବିତ୍ର ଭାରତ ଭୂମି। ଯୁଗ ଯୁଗ ଧରି ସେହି କୁସଂସ୍କାର ରୂପକ ଅନ୍ଧକାରରେ ପୀଡ଼ିତ ଥିଲା। ଯେବେ ଶାକ୍ୟ ସିଂହ ବୁଧ ବିଖ୍ୟାତ ସଂସାରେ ଭୂଭାର ହରଣ ଅର୍ଥେ ତେଜି ରାଜଭୋଗ, ତପସ୍ୟା ସାଗରେ ମଜ୍ଜି ଲଭିଲେ ସେ ଜଳେ। ନିର୍ବାଣ ତତ୍ତ୍ୱରତନ ସାଧି ଜ୍ଞାନ ଯୋଗ, ପ୍ରଚାରିଲେ ନବ ଦୀକ୍ଷା ସମାନ ସକଳେ। ବ୍ୟାପିଲା ଦାବାଗ୍ନି ପ୍ରାୟ ମହାଦୀକ୍ଷା ଅବନୀ ମଣ୍ଡଳେ। ଯେବେ ଶାକ୍ୟ ସିଂହ ବୁଧ ଏହି ବିଖ୍ୟାତ କୁସଂସ୍କାର ଅନ୍ଧକାରରେ ପୂର୍ଣ୍ଣ ସଂସାରର ଭୂଭାର ହରଣ ପାଇଁ ସେ ରାଜଭୋଗକୁ ତ୍ୟାଗ କରିଥିଲେ, ସେ ତପସ୍ୟା ସାଗରରେ ନିଜକୁ ଲୀନ କରିଦେଇ ତପସ୍ୟାରେ ମଜ୍ଜି ଯାଇ ଲାଭ କରିଥିଲେ ସେ ଜଳେ ନିର୍ବାଣ ତତ୍ତ୍ୱରତ୍ନ। ନିର୍ବାଣ ତତ୍ତ୍ୱରତ୍ନ ପାଇଥିଲେ ସାଧି ଜ୍ଞାନ ଯୋଗ, ଜ୍ଞାନ ଯୋଗ ସାଧନ ଦ୍ୱାରା ସେ ନିର୍ବାଣ ତତ୍ତ୍ୱରତ୍ନ ପାଇଥିଲେ ଏବଂ ପ୍ରଚାରିଲେ ନବ ଦୀକ୍ଷା, ଏବଂ ଏ ସାରା ସଂସାରରେ ସେ ପ୍ରଚାର କରିଥିଲେ ଏକ ନବ ଦୀକ୍ଷା, ଯାହାକି ହେଉଛି ସମାନ ସକଳେ। ତାଙ୍କର ଏହି ନବ ଦୀକ୍ଷା ବ୍ୟାପିଲା ଦାବାଗ୍ନି ପ୍ରାୟ ମହାଦୀକ୍ଷା ଅବନୀ ମଣ୍ଡଳେ। ତାଙ୍କର ଏହି ମହାନ ଦୀକ୍ଷା, ନବ ଦୀକ୍ଷା ଅବନୀ ମଣ୍ଡଳେ ସାରା ପୃଥିବୀରେ ଅଗ୍ନି ପରି ବ୍ୟାପି ଚାଲିଲା। ଦଶମ ପଦ ଆଲୋଚନା କରିବା। ବୌଦ୍ଧ ଧର୍ମ ବୈଜୟନ୍ତୀ ବିଜୟ ଉଲ୍ଲାସେ, ନବଧର୍ମ ନବରାଜ୍ୟ ସ୍ଥାପିଣ ଭାରତେ। ଧାଇଁଲା ସୌରଭ ଦିଗେ ଜାଣିବାର ଆସେ। ସିଂହଳ, ତାତାର, ଚୀନ, ଜାପାନ, ତିବ୍ବତେ। ବୌଦ୍ଧ ଧର୍ମ ବୈଜୟନ୍ତୀ ବିଜୟ ଉଲ୍ଲାସେ। ରାଜା ଚନ୍ଦ୍ରଗୁପ୍ତ ବୌଦ୍ଧ ଧର୍ମ ବୈଜୟନ୍ତୀ ବିଜୟ ଉଲ୍ଲାସରେ ନବଧର୍ମ ନବରାଜ୍ୟ ସ୍ଥାପିଣ ଭାରତେ। ସେଇ ବୌଦ୍ଧ ଧର୍ମ, ଯାହାକି ନବଧର୍ମ, ସେଇ ନବଧର୍ମକୁ ସେ ଭାରତ ବର୍ଷରେ ନବରାଜ୍ୟ, ନୂଆ ରାଜ୍ୟ ସ୍ଥାପନ କରି ସେଥିରେ ବୌଦ୍ଧ ଧର୍ମ ପ୍ରଚାର କରିଥିଲେ। ଧାଇଁଲା ସୌରଭ ଦିଗେ ଜାଣିବାର ଆସେ। ବୌଦ୍ଧ ଧର୍ମ ବୈଜୟନ୍ତୀ ବିଜୟ ଉଲ୍ଲାସରେ ନବଧର୍ମ ନବରାଜ୍ୟ ସ୍ଥାପିଣ ଭାରତେ। ଏ ଭାରତରେ ନବରାଜ୍ୟ ସ୍ଥାପନ କରି ଧାଇଁଲା ସୌରଭ ଦିଗେ ଜାଣିବାର ଆସେ। ସମସ୍ତ ଦିଗକୁ ସେ ଭ୍ରମଣ କରିଥିଲେ ଏହା ଜାଣିବାର ଆଶାରେ। ସେ ସମସ୍ତ ଦିଗକୁ ଭ୍ରମଣ କରିଥିଲେ। ସିଂହଳ, ତାତାର, ଚୀନ, ଜାପାନ, ତିବ୍ବତେ, ଏହିପରି କେତେ କେତେ ଦେଶ ଭ୍ରମଣ କରିଥିଲେ।
बौद्ध धर्म प्रचार करथिले। आहा किबा ए प्रभामय भारत भुवन थिला सेही काळे जेबे शासिले धरणी, गुप्त वंश अवतंश बौद्ध भूपगणे, जवन विजयी चंद्रगुप्त विराग्रणी, देवप्रिय प्रियदर्शी लोकनाथ अशोक नृमणि। आहा किबा सेही प्रभावमयी भारत भवन। से काଳରେ ए भारत वर्ष को चंद्रवंशर राजा माने शासन करिथिले, बौद्ध धर्मर राजा माने शासन करिथिले। जवन विजयी चंद्रगुप्त, जे कि जवन विजयी चंद्रगुप्त मध्य शासन करिथिले, जहाकु कि विराग्रणी वीर मानक मध्यरे से अग्रणी थिले। पुणी देवप्रिय प्रियदर्शी लोकनाथ अशोक नृमणि, देवप्रिय अशोक जे कि चंडाशकरु धर्माशकरे परिणत होइथिले। दया नदी ठारे कलिंग युद्ध समय रे एठारे से कथा आलोचना करा जायछि। शेष पद आलोचना करिबा। नभश्चुम्बी पर्वत दमी शिल्प बटे, कालगर्भ खर्बकारी किरति निचय, गांधार कर्णाट पुणी गुर्जर उत्कळे, निर्मिले कौशले एही नरपति चय, स्थापी केते जयस्तूप गौरव केतन, भारतर जय प्रभा देश दशांतर रे, विस्तारिले महाजसा महीपति गण, प्रकृति रंजन व्रत पाळी जतन रे, प्रतिष्ठिले शांतिमय सुशासन दिग दिगंतरे। नभश्चुम्बी पर्वत दमी शिल्प बटे, काल गर्भ खर्बकारी किरति निचय। नभ अर्थात आकाश को चुंबन करी पर्वत दमी शिल्प बळे गर्भ को खर्ब करिथिबा सेही कीर्तिवान राजा माने, गांधार कर्णाट पुणी गुर्जर उत्कळे सेही राजा माने, जो माने कि गांधार कर्णाट से माने ही गुर्जर उत्कल रे, निर्मिले कौशले एही नरपति चय, एही नरपति माने उत्कल रे केते केते जयस्तूप स्थापन करिसंती, निर्माण करिसंती, पुणी केते गौरव केतन उड़ाइसंती। से भारतर जय प्रभा देशा दशांतरे, जो माने कि भारतर जय प्रभा को देशा दशांतरे रे विस्तार करिसंती, से महाजसा महा महीपति गण, जो माने कि प्रकृति रंजनर व्रत पालन करिथिले, से माने दिग दिगंतर रे शांतिमय एवं सुशासन प्रतिष्ठा करिथिले। हमर एही भारतर वीर प्रसविनी मानकर दिव्य तेजमय क्षत्रिय कुमार माने। कविताटी एठार शेष होइछि। ब्रह्मज्ञ कवि मधुराव मधुसूदन रावको तांको लेखनी रे एही कविता रे चलचंचल होई उठिछि जाति प्रेम कथा, माटी प्रेम कथा। कविताटी भल लागिथिले समस्तଙ୍କ सहित शेयर करंतु। पुणी देखा हवा नेक्स्ट क्लास रे। सेते पर्यंत रहूछि। जय जगन्नाथ।